ପାତଞ୍ଜଳ ଯୋଗସୂତ୍ର ସମାଧିପାଦ ତାର ସୂତ୍ର ନମ୍ବର 7 ହେଲା ପ୍ରତ୍ୟକ୍ଷାନୁମାନ ଗମାଃ ପ୍ରମାଣାନି। ତାର ଅର୍ଥ ହେଲା ପଦର ଗୁଡ଼ାକର ଅର୍ଥ ହେଲା ପ୍ରତ୍ୟକ୍ଷ ଇନ୍ଦ୍ରିୟ ଦ୍ୱାରା ପ୍ରତ୍ୟକ୍ଷ ଅନୁଭବ, ଅନୁମାନ ତର୍କ ଓ ଯୁକ୍ତି ଦ୍ୱାରା ଯେଉଁ ଜ୍ଞାନ ମିଳେ, ଆଗମ ଶାସ୍ତ୍ର ସଦ୍ଗୁରୁ କିମ୍ବା ବିଶ୍ୱସନୀୟ ବାଣୀକୁ ଆଗମ କୁହାଯାଏ। ପ୍ରମାଣ ସଠିକ୍ ଜ୍ଞାନର ସାଧନ ହେଲା ପ୍ରମାଣ। ତାର ସରଳ ଅର୍ଥ ଆମେ ଦେଖିବା। ପ୍ରମାଣ ଯେମିତି ସଠିକ୍ ଜ୍ଞାନ, ଏହା 3 ପ୍ରକାରର, ପ୍ରତ୍ୟକ୍ଷ, ଅନୁମାନ ଓ ଆଗମ, ଏଇ 3 ପ୍ରକାର ଇଏ ପ୍ରମାଣ। ତାର ବ୍ୟାଖ୍ୟା, ସଂକ୍ଷିପ୍ତ ବ୍ୟାଖ୍ୟାଟା ଦେଖିବା। ଏହି ସୂତ୍ରରେ ପତଞ୍ଜଳି କହୁଛନ୍ତି ଯେ ମନୁଷ୍ୟ ଯେ ସଠିକ୍ ଜ୍ଞାନ ପାଉଛି ସେଥିପାଇଁ 3ଟି ମୁଖ୍ୟ ପଥ ରହିଛି। ପ୍ରତ୍ୟକ୍ଷ କେମିତି? ଆଖି, କାନ, ନାକ, ଜିଭ, ଚର୍ମ ଦ୍ୱାରା ସିଧାସଳଖ ଅନୁଭବ ଯେଉଁଟା ହୁଏ ସେଇଟା ହେଲା ପ୍ରତ୍ୟକ୍ଷ। ଫୁଲଟିଏ ଫୁଟିଛି ଯେଉଁଟା ଆମେ ଆଖିରେ ଦେଖୁଛେ ସେଇଟା ପ୍ରତ୍ୟକ୍ଷ ଅନୁଭବ। ତାପରେ ଆସିଲା ଅନୁମାନ, ଚିହ୍ନ ଆଉ କାରଣ ଦେଖିକି ନିଷ୍କର୍ଷ କରିବା। ଯେମିତିକି ଧୂଆଁ ଦେଖିକି ସେଠି ନିଆଁ ଅଛି ବୋଲି ମନେ ମନେ ଆମେ ଭାବିବା, ସେଇଟା ହେଲା ଅନୁମାନ। ଆଗମ କୋଉଟା ନା ଶାସ୍ତ୍ର ବା ସତ୍ୟବାଦୀ ଜ୍ଞାନୀ ଯେଉଁ ପୂର୍ବପୁରୁଷ ଅଛନ୍ତି ତାଙ୍କ ବାଣୀରୁ ଯେଉଁ ଜ୍ଞାନ ମିଳିଥାଏ ସେଇଟା ହେଲା ଆଗମ। ତାହେଲେ ଏହି 3 ପ୍ରମାଣ ମନକୁ ସଠିକ୍ ଦିଗରେ ନେଇଯାଏ, କିନ୍ତୁ ଯୋଗ ସାଧନାରେ ଏମାନଙ୍କୁ ମଧ୍ୟ ଶାନ୍ତ କରିବା ଆବଶ୍ୟକ ହୋଇଥାଏ, ଯାହାଦ୍ୱାରା ଶୁଦ୍ଧ ସମାଧି ସ୍ଥିତି ପ୍ରାପ୍ତ ହୋଇଥାଏ।